କଥାରେ ଅଛି 12 ମାସରେ 13 ପରବ। ଏହି 13 ପରବ ମଧ୍ୟରୁ ଶାମ୍ବ ଦଶମୀ ହେଲା ଅନ୍ୟତମ। ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପର୍ବ ଓଡ଼ିଶାର ଘରେ ଘରେ ପାଳିତ ହେଉଥାଏ। ଏହାକୁ ଶାମ୍ବର ଦଶମୀ ପର୍ବ ବୋଲି ମଧ୍ୟ କୁହାଯାଏ। ସାଧାରଣତଃ ସବୁ ପର୍ବପର୍ବାଣି କେତେଗୁଡ଼ିଏ କିମ୍ବଦନ୍ତୀ ସହିତ ଜଡ଼ିତ। ତେବେ ଏହି ଶାମ୍ବ ଦଶମୀ ପର୍ବରେ କେଉଁ କିମ୍ବଦନ୍ତୀ ଲୁଚି ରହିଛି ଆସନ୍ତୁ ଜାଣିବା। ନାରାୟଣଙ୍କର ପ୍ରଧାନ ଭକ୍ତ ନାରଦ ଦିନେ ଦ୍ୱାରିକାକୁ ଯାଇ ଶ୍ରୀକୃଷ୍ଣ ଏବଂ ରୁକ୍ମିଣୀଙ୍କର ପାଖରେ ପହଞ୍ଚି ଦେଖିଲେ ଯେ ରୁକ୍ମିଣୀଙ୍କର ମୁଖରେ ବିଷାଦର ଛାୟା ଖେଳି ଯାଇଛି। ତାଙ୍କର ନୟନରୁ ଲୋତକ ଧାର ହୋଇ ଝରି ପଡ଼ୁଛି। ରୁକ୍ମିଣୀଙ୍କର ଏହି ଶୁଖିଲା ମୁହଁକୁ ଦେଖି ନାରଦ ରୁକ୍ମିଣୀଙ୍କୁ ତାଙ୍କର ମନର ଦୁଃଖର କାରଣ ପଚାରିଲେ। ରୁକ୍ମିଣୀ ତାଙ୍କ ପୁତ୍ର ପ୍ରଦ୍ୟୁମ୍ନଙ୍କୁ ଜଣେ ରାକ୍ଷସ ହରଣ କରି ନେଇଯାଇଛି ବୋଲି ନାରଦଙ୍କର ପ୍ରଶ୍ନରେ ଉତ୍ତର ଦେଇଥିଲେ। ଏହି କଥା ଶୁଣି ନାରଦ ରୁକ୍ମିଣୀଙ୍କୁ ରବିନାରାୟଣ ବ୍ରତ କରିବା ପାଇଁ ପରାମର୍ଶ ଦେଲେ। ସେହି ବ୍ରତ କରିବା ଦ୍ୱାରା କି ପ୍ରକାର ଫଳ ମିଳେ ରୁକ୍ମିଣୀ ନାରଦଙ୍କୁ ପଚାରିଥିଲେ। ନାରଦ ରୁକ୍ମିଣୀଙ୍କୁ କହିଲେ ଯେ ଏହି ବ୍ରତ କରିବା ଦ୍ୱାରା କି ପ୍ରକାର ଫଳ ମିଳେ ମୁଁ ଆପଣଙ୍କୁ ବୁଝାଇ କରି କହୁଛି ଶୁଣନ୍ତୁ। ଅର୍କ କ୍ଷେତ୍ରରେ ଗୌତମ ନାମରେ ଜଣେ ବ୍ରାହ୍ମଣ ଥିଲେ। ତାଙ୍କର ପତ୍ନୀଙ୍କର ନାମ ଥିଲା ପଦ୍ମମୁଖୀ। ଗୌତମଙ୍କର 3ଟି ପୁଅମାନେ ମୃତ୍ୟୁଲାଭ କରିଥିଲେ। ତାଙ୍କର ପତ୍ନୀ ପଦ୍ମମୁଖୀ ପୁତ୍ରମାନଙ୍କୁ ଭାବି ଭାବି ସବୁବେଳେ ଆଖିରୁ ଲୁହ ଝରାଉଥିଲେ। ତେଣୁ ଗୌତମ ତାଙ୍କ ପତ୍ନୀଙ୍କୁ ସୂର୍ଯ୍ୟଙ୍କୁ ଖୁସି କରିବା ପାଇଁ ତପସ୍ୟା କରିବାକୁ କହିଥିଲେ। ସ୍ୱାମୀଙ୍କର କଥାକୁ ମାନି ପଦ୍ମମୁଖୀ ସୂର୍ଯ୍ୟଙ୍କର ତପସ୍ୟା କରିବାରୁ ସୂର୍ଯ୍ୟଦେବତା ତାଙ୍କର ତପସ୍ୟାରେ ଖୁସି ହୋଇ ସପ୍ତସ୍ୱଭା ବାହନରେ ଆସି ତାଙ୍କୁ ଦର୍ଶନ ଦେଇ ପୌଷ ମାସର ଶୁକ୍ଳ ଦଶମୀ ଦିନ ଗୋଟିଏ ବ୍ରତ ପାଳନ କରିବା ପାଇଁ କହିଥିଲେ। ବ୍ରତର ବିଧିବିଧାନ କହିବା ସଙ୍ଗେ ସଙ୍ଗେ ଏହି ବ୍ରତ ପାଳନ କଲେ ତୁମର ସମସ୍ତ ଦୁଃଖ ଦୂର ହେବ ବୋଲି ମଧ୍ୟ କହିଥିଲେ। ସୂର୍ଯ୍ୟଙ୍କର ଠାରୁ ବରପ୍ରାପ୍ତ ହୋଇ ପଦ୍ମମୁଖୀ ସେହି ବ୍ରତ ପାଳନ କରିବା ଦ୍ୱାରା ତାଙ୍କର ପୁତ୍ର ସନ୍ତାନ ଲାଭ କରିଥିଲେ। ନାରଦଙ୍କ ଠାରୁ ବ୍ରତର ଫଳ ବିଷୟରେ ଶୁଣି ରୁକ୍ମିଣୀ ରବିନାରାୟଣ ବ୍ରତ ପାଳନ କରିଥିଲେ। ଏହି ବ୍ରତର ମହିମା ଫଳରେ ରୁକ୍ମିଣୀଙ୍କର ପୁତ୍ର ପ୍ରଦ୍ୟୁମ୍ନ ଶମ୍ବର ଦୈତ୍ୟଙ୍କୁ ନିହତ କରି ବିମାନରେ ଦ୍ୱାରିକାକୁ ଫେରି ଆସିଥିଲେ। ସେଥିପାଇଁ ସେହି ଦିନଠାରୁ ଏହି ବ୍ରତ ଶମ୍ବର ଦଶମୀ ନାମରେ ନାମିତ ହେଲା। ତା ଛଡ଼ା କୃଷ୍ଣଙ୍କର ପୁତ୍ର ଶାମ୍ବ ଏହି ଦିନ ସୂର୍ଯ୍ୟଙ୍କର ପୂଜା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଯାଇଥିଲେ ବୋଲି ଏହି ପର୍ବକୁ ଶାମ୍ବ ଦଶମୀ ମଧ୍ୟ କୁହାଯାଏ। ଏହି ଶାମ୍ବ ଦଶମୀ ଦିନ ଘରେ ଘରେ ସମସ୍ତେ ସନ୍ତାନମାନଙ୍କର ଶରୀର ସୁସ୍ଥ ରହିବା ପାଇଁ ମାନସିକ କରି ବିଭିନ୍ନ ପ୍ରକାର ପିଠା ସୂର୍ଯ୍ୟନାରାୟଣଙ୍କୁ ଭୋଗ ବାଢ଼ି ଦିଅନ୍ତି ଏବଂ ସନ୍ତାନମାନଙ୍କର ଶୁଭ କାମନା କରିଥାନ୍ତି। ପୁରାଣ ପୃଷ୍ଠା ଖୋଲିଲେ ଶାମ୍ବ ଦଶମୀ ପର୍ବର ଆଉ କିଛି ତଥ୍ୟ ରହିଥାଇ ଯାଇପାରେ ସତ, କିନ୍ତୁ ମୁଁ ଏହି ପର୍ବ ବିଷୟରେ ଯେତିକି ଜାଣିଥିଲି ସେତିକି ଲୋକମାନଙ୍କୁ ଜଣାଇ ପାରିଛି। ଧନ୍ୟବାଦ।